ଆମେ ଏବେ ବିରିୟାନୀରେ ଜସ୍ମିନ ତେଲ ୟୁଜ୍ କରିବା। ଆରେ ଆମେ ଏଠି ଜାଣିଛୁ ସୋରିଷ ତେଲ ରିଫାଇନ ତେଲ ଗୁଆ ଘିଅରେ ଦମ ଦିଆଯାଏ ଆଉ ତମ ଜସ୍ମିନ ତେଲ କ'ଣ? ଆରେ ଆମେ ବି ଆଗରୁ ଗୁଆ ଘିଅରେ ଦମ ଦଉଥିଲୁ କିନ୍ତୁ ଏଇ କିଛି ଦିନ ଆମେ ଜସ୍ମିନ ତେଲର କମାଲ ଦେଖିଲା ପରେ ଆମେ ବିରିୟାନୀରେ ବି ଜସ୍ମିନ ତେଲ ବ୍ୟବହାର କରୁ। କାରଣ ଏ ତେଲଟାର ଗୁଣ କ'ଣ ନା ଏଇଟା ଖାଲି ପଟାପଟ ଖସେଇବ, କାହାକୁ କାହା ସାଙ୍ଗେ ଲଗେଇ ଦେବନି। ଚିକେନ ତା ବାଟରେ, ମସଲା ତା ବାଟରେ, ଚାଉଳ ତା ବାଟରେ, ବିରିୟାନୀ ସମ୍ପୂର୍ଣ୍ଣ ହେଇଯିବ ଖିଲା ଖିଲା, ତମେ ଖାଇବ ଗିଲା ଗିଲା। ତେଲ ପଡ଼ିଗଲା, ଏବେ କ'ଣ କରିବା ରାଇସ୍ ଆଉ ଚିକେନକୁ ଗୋଟେ ପରେ ଗୋଟେ ଲେୟାର କରି ଦେଇ ଚାଲିବା। ଏବେ ଆମେ ଭାତ ଚିକେନ ଭାତ କରି ଲେୟାର କରିଦେଲେ। ଏବେ ଆମେ କିଛି ଭଜା ପିଆଜ ଆଡ୍ କରିବା। ଭଜା ପିଆଜ କ'ଣ ପାଇଁ? ଆରେ କଞ୍ଚା ପିଆଜ ପକେଇଲେ ଆଖିରୁ ପାଣି ବାହାରିବ, ତେଣୁକରି ପିଆଜକୁ ହାଲକା ଟିକେ ଭାଜିକି ଯଦି ପକେଇଦେବ ଆଖିରୁ ପାଣି ବାହାରିବ ନାହିଁ, ଯାହା ପାଣି ବାହାରିବ କାଲି ସକାଳୁ ଗାଣ୍ଡି ପଟେ ବାହାରିବ। ହଁ ଯେତିକି ମସଲା ପଡ଼ିଲାଣି ସେ ହବ ଆଉ। ଲାଷ୍ଟକୁ ଆମେ ଆଡ୍ କରିବା କିଛି କଳା ଗାଈର ଶୁଦ୍ଧ ଦେଶୀ ଧଳା ଘିଅ। କି ଟଙ୍କା ତଳେ ଜସ୍ମିନ ତେଲ ଦେଇଥିଲା ପୁଣି ଘିଅ କ'ଣ ଆଡ୍ କଲଣି? ଆରେ ତଳେ ଜସ୍ମିନ ତେଲ ଦିଆଯାଇଥିଲା ସଟାସଟ ଖସେଇବା ପାଇଁ, ଇଏ ଉପରେ ଦେଶୀ ଘିଅ ଦେଲା ଫଟାଫଟ ବାନ୍ଧିକି ରଖିବା। ଜିନିଷଟା ଟାଇଟ୍ ହବ ଆଉ ଖିଲା ଖିଲା ରହିବ, ଲୁଜ୍ କହୁଥିବି ଟିକେ ପାଇବି କିନ୍ତୁ ତଳ ଖସିଥବ। ଆଉ ଲାଷ୍ଟକୁ ଆମେ ବିରିୟାନୀରେ କିଛି ହର୍ଲିକ୍ସ ଆଡ୍ କରିଦେବା। ବିରିୟାନୀ ବି ହଲିଛି କ'ଣ ପାଇଁ? ଆରେ ଆଜିକାଲି ଚିକେନରେ ଆଉ କ'ଣ ଭିଟାମିନ୍ ଅଛି? ଆଉ ଏ ପିଲା ଗୁଡ଼ା କ'ଣ ଖାଲି ଭାତ ଖାଇବେ? ତେଣୁକରି ଆମେ ହର୍ଲିକ୍ସ କିଛି ଆଡ୍ କରିଦେଲେ ବିରିୟାନୀଟା ବଳିଷ୍ଠ ସୁସ୍ଥ ସବଳ ହେଇ ମଜବୁତ ହେଇଯିବ।